ଯଦି ମୋ ଉପରେ ତୁମର ଭକ୍ତି ଅଛି, ତେବେ ମୁଁ ଦେଖାଉଥିବା ଶ୍ରଦ୍ଧା ଏବଂ ସବୁରି ରାସ୍ତା ଉପରେ ଚାଲିବା ଶିଖ ପିଲାମାନେ। ଜୀବନରେ ଯେତେ ବି ଅସୁବିଧା ଆସୁନା କାହିଁକି, ଧୈର୍ଯ୍ୟହରା ହୁଅ ନାହିଁ। ଯେଉଁ ପିଲାମାନେ ଧୈର୍ଯ୍ୟର ସହ କାମ କରନ୍ତି, ସବୁ ସମସ୍ୟାକୁ ସମ୍ମୁଖୀନ କରନ୍ତି, ସେମାନଙ୍କ ପାଇଁ ଜୀବନରେ ସଫଳତା ନିଶ୍ଚିତ ଅଟେ। କଥାରେ ଅଛି, ଧୀର ପାଣି ପଥର କାଟେ। ଛୋଟ ଉଦାହରଣଟିଏ ଦେଉଛି। ଯଦି ତୁମେ ଗୋଟେ ଗଛ ଉପରେ ଦିନସାରା 50ରୁ 100, 100ରୁ 1000 ଥର ନେଇ ପାଣି ଢାଳିବ, ତେବେ ସେଥିରେ କ'ଣ ଗୋଟେ ଦିନରେ ତୁରନ୍ତ ଫଳ ଆସେ କି? ନୁହେଁ ନା? ସେହି ଗଛ ଫଳ ସେତେବେଳେ ଦିଏ ଯେତେବେଳେ ଠିକ୍ ସମୟ ଆସେ, ଠିକ୍ ଋତୁ ଆସେ, ଭଗବାନଙ୍କ ନିର୍ଦ୍ଦେଶ ଅନୁସାରେ। ଠିକ୍ ସେହିଭଳି ତୁମର ବି କାମ ମଧ୍ୟ ହୋଇଯିବ ଯେତେବେଳେ ତୁମର ଉଚିତ ସମୟ ଆସିବ। ସେଥିପାଇଁ ଧୈର୍ଯ୍ୟବାନ ହେବା ଏବଂ ଜୀବନରେ ସଠିକ୍ ମାର୍ଗ ଅନୁସରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତୁମେ ପ୍ରତିଦିନ ମୋ ପାଖରେ ପ୍ରାର୍ଥନା କରି ବହୁତ କିଛି ମାଗିଥାଅ। ମୁଁ ସବୁ ଶୁଣିଥାଏ ଏବଂ ମୁଁ ମଧ୍ୟ ତୁମକୁ ଅବଶ୍ୟ ସେସବୁ ଦେବି। କିନ୍ତୁ ଯାହା ତୁମ ପାଇଁ ଉଚିତ ହେବ। ମୋ ସମୟକୁ ଅପେକ୍ଷା କର। ତୁମ ପାଇଁ ଯାହା ଠିକ୍ ତାହା ମୁଁ ନିଶ୍ଚିତ ଭାବରେ ଦେବି। ନିଶ୍ଚିନ୍ତ ରୁହ। କିନ୍ତୁ ଗୋଟିଏ କଥା ମନେ ରଖ, ଯଦି ତୁମେ ଆତ୍ମସମର୍ପଣ କର ଏବଂ ମୋ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖ, ତେବେ ତୁମେ ଯାହା ମାଗିଛ ତାହାଠାରୁ ଅଧିକ ତୁମକୁ ମିଳିବ। ଯଦି ବିଶ୍ୱାସ ଅଛି, ତାହେଲେ ଏମିତି ଭାବନା ରଖ, ବାବା ଯାହା କରିବେ ମୋ ପାଇଁ ଭଲ ହିଁ ହେବ। ଭଗବାନ ସବୁବେଳେ ସମସ୍ତଙ୍କର ଭଲ ଚାହାନ୍ତି। ତେଣୁ ଧୈର୍ଯ୍ୟହରା ହୁଅ ନାହିଁ। ଅପେକ୍ଷା କର। ଅପେକ୍ଷାର ଫଳ ବହୁତ ମିଠା। ତା ସହ ମୋର ଆଶୀର୍ବାଦ ତୁମ ସହିତ ସର୍ବଦା ଅଛି। ଖୁସିରେ ରୁହ, ଖୁବ୍ ଖୁସିରେ ରୁହ। ଓମ୍ ସାଇ ରାମ, ଜୟ ସାଇ ରାମ।